ଦେଖନ୍ତୁ ମୁଁ ଯଦି ଆପଣମାନେ କାଲି ଗଣମାଧ୍ୟମରେ ବାହାରିଛି ସବୁ ବିଜେଡି ସଂସଦୀୟ ଦଳର ବୈଠକରେ ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉତ୍ଥାପନ କରିବା ପାଇଁ ଆମର ପ୍ରିୟ ନେତା ମାନ୍ୟବର ବିରୋଧୀ ଦଳ ନେତା ପାଞ୍ଚର ମୁଖ୍ୟମନ୍ତ୍ରୀ ତ ନବୀନ ପଟ୍ଟନାୟକ କହିଛନ୍ତି ରାଜ୍ୟର ସ୍ୱାର୍ଥ ସମ୍ପର୍କେ ସେ କୋଇଲା ଖଣି ରୟାଲ୍ଟି ହେଉ ବା ଆପଣଙ୍କର ଯେଉଁ ପାଠ୍ୟପୁସ୍ତକରେ ଯେଉଁ ଅସଙ୍ଗତି ସବୁ ହେଇଛି ରାଜ୍ୟ ସରକାରଙ୍କ ଯେଉଁ ପ୍ରକାର ତ୍ରୁଟି ହେଇଛି ଗୋଟିଏ ଜାତିର ଭବିଷ୍ୟତ ଦୃଷ୍ଟି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ଏମିତି ଆହୁରି ଅନେକ ପ୍ରସଙ୍ଗ ମଧ୍ୟ କାଲି ସଂସଦୀୟ ଦଳ ବୈଠକରେ ମଧ୍ୟ ଆଲୋଚନା ହେଇଛି ନିଶ୍ଚିତ ଭାବରେ ଆମର ଯେଉଁମାନେ ସାଂସଦ ଅଛନ୍ତି ରାଜ୍ୟସଭାରେ ସେ ପ୍ରସଙ୍ଗ ତ ନିଶ୍ଚିତ ଭାବେ ଉତ୍ଥାପନ କରିବେ ଆମେ ସଦାବେଳେ ବିଜୁ ଜନତା ଦଳ କହି ଆସିଛି ରାଜ୍ୟବାସୀଙ୍କ ସ୍ୱାର୍ଥର ସେମାନେ ଦଳ ହେଲା ଜାଗ୍ରତ ପ୍ରହରୀ ଆଜି ନୁହେଁ ବର୍ଷ ବର୍ଷ ଧରି 97 ମସିହା ଠାରୁ ମଧ୍ୟ ଆପଣ ଦେଖିବେ ଯେତେବେଳେ ଦଳ ବି ହେଲା ଡିସେମ୍ବର 2497ରେ ସେତେବେଳେ ବନ୍ୟା ସାହାଯ୍ୟ କ୍ଷେତ୍ର ହେଉ କୋଇଲା ରୟାଲ୍ଟି କ୍ଷେତ୍ର ହେଉ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ହେଉ ଏ ସବୁ କ୍ଷେତ୍ରରେ ଦଳ ତାର ଦାବି ରଖିଛି ଆଜି ମଧ୍ୟ ଏସବୁ ଦାବିର ପ୍ରାସଙ୍ଗିକତା ଅଛି ସେଇଥିପାଇଁ କାଲି ସଂସଦ ବୈଠକରେ ଆମର ପ୍ରିୟ ନେତା କହିଛନ୍ତି ଆମର ସାଂସଦମାନଙ୍କୁ ଏ ପ୍ରସଙ୍ଗ ଉତ୍ଥାପନ ଯେତେବେଳେ ଏ ମୌସୁମୀ ଅଧିବେଶନ ଆସୁଛି ଏବଂ ଅନେକ ଜିନିଷ ସେ ଡିଲିମିଟେସନଠୁ ହଉ ଆରମ୍ଭ କରି ଏସ୍ଆଇଆର୍ ହଉ ଇତ୍ୟାଦି ଇତ୍ୟାଦି ଏ ସମ୍ପର୍କରେ ଯଦି ସେ ନବୀନ ପଟ୍ଟନାୟକଙ୍କୁ ଆମେ ଓଡ଼ିଶା ଭିତରେ ସୀମାବଦ୍ଧ କରି ରଖିବା ସେ ସର୍ବଭାରତୀୟ ସ୍ତରରେ ତାଙ୍କର ମତର ବି ଯଥେଷ୍ଟ ପ୍ରାସଙ୍ଗିକତା ରହିଛି ଦିଲ୍ଲୀ ଯାଉଛନ୍ତି ଯଦି କେଉଁ ସର୍ବଭାରତୀୟ ନେତା ଦେଖା କରି ସେ ତାଙ୍କ ମତ ରଖିବେ